ରହିଯାଉଛି। କଣ ମୋ ପାଖେ ଫୁଲ ନମ୍ବର ନାହିଁ ତ। ଆଜି ଆମ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ମିଳିଛି। ଆମେ ଯୋଉ ଜଳ ସଞ୍ଚୟ ଉପରେ ଆମେ ଜାଣିବା। ଆମେ ତ ଆଗରୁ ଯାହା ଟିକେ ଟିକେ ଜାଣିଛେ, କିନ୍ତୁ ସାରଙ୍କ ଠାରୁ ଆମେ ଭଲ ଭାବରେ ଜାଣିବା ଯେ ଜଳ ସଞ୍ଚୟର ଉପକାରିତା କଣ, ଆଉ ତା ବିଷୟରେ ଆମେ ଜଳ ସଞ୍ଚୟ ଦ୍ଵାରା କଣ ଉପକାର ହେଇପାରିବ, ସେଇ ବିଷୟରେ ମୁଁ ବର୍ତ୍ତମାନ ୱେଲକମ୍ କରୁଛି ଶତପଥୀ ବାବୁଙ୍କୁ। ସେ ଜଳ ସଞ୍ଚୟ ଉପରେ ଡିଟେଲ୍ସ ପ୍ରାକ୍ଟିକାଲ ଦେଖେଇବେ, ଯାହାଫଳରେ କି ଆମେ ନେଇକି ଆମ ଫିଲ୍ଡରେ କାମ କରିପାରିବା। ଓଭର ଟୁ ଶତପଥୀ ବାବୁ। ओके थैंक यू नमस्कार साहु भाई ସମସ୍ତଙ୍କୁ ନମସ୍କାର ନମସ୍କାର ସାର୍। ଜୟ ଆରସିଏମ। ଜୟ ଶ୍ରୀ। ବହୁତ ବଢିଆ ଆଜି ଆମେ ମାନେ ଏକାଠି ହେଇଛେ ଗୋଟେ ନୂଆ ପ୍ରଡକ୍ଟ ତ କହିବାନି, ଇଏ ଗୋଟେ ଗୋଟେ ଇଣ୍ଡଷ୍ଟ୍ରି ଆମ ସହିତ ଯେତେବେଳେ ଯୋଡି ହେଇଯାଉଛି ତ ଆମେ ଧୀରେ ଧୀରେ ସଶକ୍ତ ହେଇ ହିଁ ଚାଲିଛେ। ତ ଏମିତି କିଛି କିଛି ପ୍ରଡକ୍ଟ ଆମ ସାଙ୍ଗରେ ଆସିଯାଉଛି ଯୋଉଥିରେ କି ଆମେ ଏ, ବହୁତ ପାୱାରଫୁଲ ଆମେ ହେଇଯାଇ ପାରୁଛେ। ତ ସେଇ ଶୃଙ୍ଖଳା ଭିତରେ ଆମ ଭିତରେ ଯୋଉ ଏଗ୍ରିକଲଚର ପ୍ରଡକ୍ଟ ଭିତରେ ଆସିଛି ଜଳ ସଞ୍ଚୟ। ଇଏ ଜଳ ସଞ୍ଚୟ ଆମ ପାଇଁ ଗୋଟେ ବହୁତ ବଡ ପ୍ରଡକ୍ଟ, ଯୋଉ ପ୍ରଡକ୍ଟ ଦ୍ଵାରା କି ଆମେ ଏ, ପୁରା ହିନ୍ଦୁସ୍ତାନରେ ଗୋଟେ କ୍ରାନ୍ତି ଆମେ ସୃଷ୍ଟି କରିଦେଇ ପାରିବା। ତ ଯାହା ଦ୍ୱାରା ଆଜି ପୁରା ଭାରତ ବର୍ଷରେ ଏଭଳି କୌଣସି ପ୍ରଡକ୍ଟ ନାହିଁ ଯେ କି ଜମିରେ ଦବା ଦ୍ୱାରା ମାଟିର ଯୋଉ ୱାଟର ଲେବୁଲ ଇଏ ଠିକ ଭାବରେ ଆମେ ରଖିପାରିବା। ତ ଆଗାମୀ ଦିନରେ ବହୁତ ବଡ଼ ହିସାବରେ ଆମେ ୟାର ଟର୍ଣ୍ଣଓଭର ବି ଆମେ କରିଦେଇ ପାରିବା। କିନ୍ତୁ ମୁଁ ଆଶା କରିବି ଆପଣମାନଙ୍କୁ ସମସ୍ତଙ୍କୁ ଇଏ ଯୋଉ ପ୍ରଡକ୍ଟ ଆଜି ମୁଁ ଆପଣଙ୍କ ଆଗରେ ସେୟାର କରୁଛି, ତ ଇଏ ପ୍ରଡକ୍ଟ କୁ ଆଜ ଏ ବିଜନେସମ୍ୟାନ ହିସାବରେ ଆମେ ଦେଖିବା। ତ ନିଜେ ତ ୟୁଜ କରିବା ଠିକ ଅଛି, କିନ୍ତୁ ଯଦି ଆମେ ଆଜ ଏ ବିଜନେସମ୍ୟାନ ହିସାବରେ ତାକୁ ବ୍ୟବହାର କରିବା ତାହେଲେ ଆମେ ବି ବହୁତ ସାରା ଲୋକଙ୍କର ହେଲ୍ପ ବି କରିଦେଇ ପାରିବା। ତ ବିନା ସମୟ ନଷ୍ଟ ନ କରିକି ମୁଁ ଆଜିର ପିପିଟିକୁ ଷ୍ଟାର୍ଟ କରୁଛି ଯେ ଜଳ ସଞ୍ଚୟ କଣ, ଇଏ ଆର ଉପକାରିତା କଣ। ତ ତ ତା ଡିଟେଲ୍ସ ଆପଣଙ୍କ ଆଗରେ ମୁଁ ସେୟାର କରୁଛି। ତ ଆମ ଭିତରେ ଯାହା ବି ଡାଉଟ୍ସ ରହିବ ଆମେ ଡାଉଟ୍ସକୁ କ୍ଲିୟର ବି କରିବା। ସବାଇ ଇଏ ପିପିଟି ଦେଖା ହଉଛି ତ? ସାର୍ ଦେଖା ହଉ। ଓକେ ଓକେ ଥ୍ୟାଙ୍କ ୟୁ। ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଇଏ ହେଉଛି ଜଳ ସଞ୍ଚୟ। ଇଏ ଜଳ ସଞ୍ଚୟ କଣ, ଆର ଉପକାରିତା କଣ, ଆ ବିଷୟରେ ଆମେ ଡିଟେଲ୍ସ ଦେଖିବା। ଆଉ ମୁଁ ବି ପ୍ରାକ୍ଟିକାଲି ଇଏ ଜଳ ସଞ୍ଚୟକୁ ଅଲରେଡି ବ୍ୟବହାର କରିସାରିଲେଣି। ଆଉ ୟା ଦ୍ୱାରା ଆମେ ବହୁତ ବଡ଼ ଲାଭ ଆମେ ପାଇପାରିବା। ତ ଇଏ ଜଳ ସଞ୍ଚୟ କଣ, ଇଏ ଜଳ ସଞ୍ଚୟର ଆବଶ୍ୟକତା କଣ ପଡୁଛି, ପ୍ରଥମେ ଆମେ ତାକୁ ଦେଖିବା। ଯେମିତିକି ଆଜି ଆମେ ସମସ୍ତେ ଜାଣୁଛେ ଯେ 68% ଆମ କ୍ଷେତ କ୍ଷେତ ଧୀରେ ଧୀରେ ଶୁଖି ଯାଉଛି। ମାନେ ମାଟି ଯେତେବେଳେ ଶୁଖି ଯାଉଛି ତ ଗଛର ହାଲତ କଣ ହବ। ତ ତାର ମୁଖ୍ୟ କାରଣ ହଉଛି ଯେ 10 ବର୍ଷ ହେଲା, ଗତ 10 ବର୍ଷ ହେଲା ଦେଖୁଛେ ଯେ କୃଷି ମାସିକୁ ଯଦି କୃଷିର ଆୟ 11.9% ତଳକୁ ତଳ ଖସି ଯାଉଛି। ସରକାର ଯେତେ ବି ସବସିଡି ଦେଲେ ବି ସୁଦ୍ଧା ତ ଭୂତଳ ଯୋଉ ଜଳ ଅଛି ତାର ସ୍ତର 0.3 ମିଟର ଲେଖେ କମି କମି ଯାଉଛି। ଆଉ ଯାହା ଦ୍ୱାରା କି ଦେଖାଯାଉଛି ଯେ ପ୍ରତି ଜାଗାରେ ଯେ ଜଳ ସଙ୍କଟ ଦେଖା ଦେଇକି ଯାଉଛି। ଆଉ ଆପଣମାନେ ଜାଣିଥିବେ ଆଜିକୁ 20 ବର୍ଷ ତଳେ ଆପଣ ଯୋଉ ଯୋଉ ପ୍ରକାରର
ଆପଣ ଦେଖୁଥିବେ ଯେ ଯୋଉ ବୋରିଂ ସବୁ ହେଇଥିଲା 20 ବର୍ଷ ତଳେ, ଆଜି ଯଦି ସେଇ ବୋରିଂକୁ ଆମେ ଦେଖିବା, ସେ ବୋରିଂ କାମ କରୁନି। କାହିଁକି? ନା ୱାଟର ଲେଭେଲ ଧୀରେ 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 କମି ଯାଉଛି। ଯେତେବେଳେ ପାଣି କମି ଯାଉଛି, ତଳକୁ ତଳ କମି ଯାଉଛି, ତ ସେତେବେଳେ ଆମେ ଗୋଟେ ଜାଗାକୁ ଛାଡ଼ିକିରି ଦ୍ୱିତୀୟ ଜାଗାରେ ପୁଣି ବୋରିଂ କରିବା। ସେ ଜାଗାରେ ଯଦି ପାଣି ଠିକ୍ ବାହାରି ପାରିଲାନି, 3-4 ଜାଗା ପୁଣି ବୋରିଂ କରିସାରିବା ପରେ ପୁଣି ତାକୁ ଆମେ ଯୋଉଠି ଭଲ ଲେୟାର ପାଣି ଅଛି ତ ଆମେ ସେଠି କରୁଛେ। ତ ଆମେ ବାରମ୍ବାର ବାରମ୍ବାର ଆମେ ବହୁତ ଖର୍ଚ୍ଚାନ୍ତ ବି ହଉଛେ। ତ ସେଥିଲାଗି ୱାଟର ଲେବୁଲ ଯଦି ଠିକ୍ ରହିଲା, ତାହେଲେ ଆମେ ଗଛକୁ ବି ଠିକ୍ ଭାବରେ ପାଣି ଦେଇପାରିବା, ଗଛ ବି ବଞ୍ଚି ପାରିବ। ତା ସହିତ ଆମେ ବି ଖର୍ଚ୍ଚ କମରେ ଆମେ ବହୁତ ଭଲ ଉତ୍ପାଦନ ଆମେ ପାଇପାରିବା। ତ ଇଏ ଯୋଉ ଜଳ ସଞ୍ଚୟ ଆପଣ ଦେଖୁଛନ୍ତି, ତ ୟା ଦ୍ୱାରା କଣ ହଉଛି ନା, ବର୍ତ୍ତମାନ ମାର୍କେଟକୁ ଯେତେବେଳେ ଆମେ ଦେଖିବା ଯେ ମହଙ୍ଗା ଆଉ ହାନିକାରକର ସମାଧାନ ଇଏ ହଉଛି ଜଳ ସଞ୍ଚୟ। ଆ, ଆମେ ଆମେ କଣ କରୁଛେ ନା, ଅସ୍ଥାୟୀ ରୂପରେ ସାର ଦେଇକି ଆମେ ଅଧିକ ଅମଳ କରିବାରେ ବ୍ୟସ୍ତ ରହୁଛେ, ଯୋଉଥିରେ କି ଆମକୁ ଅଧିକ ପଇସା ଦବାକୁ ପଡୁଛି, କିନ୍ତୁ ସେଇଟା କୌଣସି ସ୍ଥାୟୀ ସମାଧାନ ନୁହେଁ। ତ ସ୍ଥାୟୀ ସମାଧାନ ଆମକୁ ଯଦି ପାଣି ସଫିସିଏଣ୍ଟ ଆମକୁ ମିଳିପାରିଲା, ତାହେଲେ ଆମେ ସ୍ଥାୟୀ ସମାଧାନ ଆମେ କରିପାରିବା। ତାହେଲେ ଜଳ ସଞ୍ଚୟ କଣ, ସେଇଟା ବୁଝିବା ନିହାତି ଜରୁରୀ। ଯେ ଆଜି ଜଳ ସଞ୍ଚୟ କୋଉଥିରୁ ତିଆରି ହେଇଛି ଆଉ ଏଇ ଜିନିଷ କଣ, ତ ତାକୁ ବୁଝିବା ନିହାତି ଜରୁରୀ। ତ ଯେମିତିକି ଆପଣ ଜାଣିଛନ୍ତି ଯେ ଫଳର ଚୋପାରୁ, ବିଭିନ୍ନ ଫଳ ଆଉ ପନିପରିବାର ଚୋପାରୁ ଏଇଟା ତିଆରି ହେଇଛି। ଇଏ 100% ବାୟୋଡିଗ୍ରେଡେବଲ, ଆଉ ତା ସହିତ 100% ଜୈବିକ ପଲିମର। ତାମାନେ ଇଏ ଏଭଳି ଗୋଟେ ଜିନିଷ ଯୋଉଥିରେ କି ଫଳ ଫଳର ଯୋଉ ଚୋପାରୁ ଇଏ ତିଆରି ହେଇଛି। ତ ଫଳ ଚୋପାରୁ ତିଆରି ହେଇଛି 100% ବାୟୋଡିଗ୍ରେଡେବଲ ଜିନିଷ। ଯେମିତିକି ଆପଣଙ୍କର ୟାର କାର୍ଯ୍ୟ ଏଭଳି ହେଇପାରିବ, ଯୋଉଟା କି ଗୋବରର କାମ କଣ ନା, ମାଟିକୁ ଭୁରଭୁରା କରିବା, ମାଟିକୁ ହାଲୁକା କରିବା। ତ ୟାର କାମ ବି ହଉଛି ସେଇଆ। ତାର ଇଏ ହାଇଡ୍ରୋଜେଲ କ୍ରିୟା ମାଧ୍ୟମରେ ଇଏ କଣ କରୁଛି ନା, ମାଟିର ଜଳ ଧାରଣ କ୍ଷମତାକୁ ଇଏ ବଢେଇ ଦଉଛି। ମାଟି ଅଧିକ କେମିତି ଜଳ ଧାରଣ କରିବ, ସିଏ ବି କ୍ଷମତାକୁ ବଢେଇ ଦଉଛି। ତା ସହିତ ଇଏ ଯୋଉ ପ୍ରଡକ୍ଟ ଆମ ପାଖରେ ଆସିଛି, ପ୍ରସିଦ୍ଧ ସଂସ୍ଥା ମାନଙ୍କଠୁ ମୁଁ ଆପଣଙ୍କୁ ଦେଖେଇବି କୋଉ କୋଉ ସଂସ୍ଥା, ସେମାନଙ୍କ ଦ୍ଵାରା ଇଏ ପ୍ରମାଣିତ ବି ହେଇଛି ଆଉ ପରୀକ୍ଷିତ ବି ହେଇଛି। ଯେ ଇଏ ପରୀକ୍ଷା କରାହେଇକି ଦେଖା ହେଇଛି ଯେ ଇଏ ବହୁତ ଭଲ ଜିନିଷଟା। ଆଉ ତା ଛଡା ଇଏ ମାଟିର ଆବଶ୍ୟକତା ଯୋଉ ସୂକ୍ଷ୍ମ ପୋଷକ ତତ୍ଵ ଅଛି, ତାକୁ ସେ କଣ କରୁଛି ନା, ବଢେଇ ଦଉଛି। ଆଉ ତା ଦ୍ୱାରା ସିଏ ଆଉ ଗୋଟେ ବହୁତ ଭଲ କାମ କରୁଛି, ଯେ ଆପଣଙ୍କର ପାଣିକୁ ସିଏ 50% ଆପଣଙ୍କର ପାଣିକୁ ସେ ଗଛ ମାଟିରେ ରଖୁଛି, ଯୋଉଟା କି ଆପଣଙ୍କର କୃଷି ଉତ୍ପାଦନ ପାଇଁ ବହୁତ ବଡ଼ ଉପଯୋଗୀ ଜିନିଷ। ତ ଇଏ ହଉଛି ଜଳ ସଞ୍ଚୟ। ତ ଏଥିରେ କାର୍ବନିକ ପଦାର୍ଥ ବି ଅଛି, କାର୍ବନ ବି ଅଛି, କ୍ୟାଲସିୟମ, ମ୍ୟାଗ୍ନେସିୟମ, ନାଇଟ୍ରୋଜେନ, ଫସଫରସ ଆଉ ଅନ୍ୟ ପୋଷକ ତତ୍ଵ ବି ଅଛି। ତ ୟା ଦ୍ୱାରା କଣ ହଉଛି ନା, ଆପଣଙ୍କର କେବଳ ଯେ ପାଣି ଆପଣଙ୍କର ଜମିରେ ଯେତିକି ଦରକାର ହଉଛି ସେତିକି ରହୁନି, ତ ତା ସହିତ ଆପଣଙ୍କର ଗୋବର ଭଳି ଇଏ କାର୍ଯ୍ୟ କରୁଛି, ଯୋଉଥିରେ କି ଆପଣଙ୍କର ମାଟି ଭୁରଭୁରା ବି ଆପଣଙ୍କର ହଉଛି। ତ ଗୋଟେ ଏକର ଜମିରେ 5 କିଲୋଗ୍ରାମ ର ଜଳ ସଞ୍ଚୟ ଦରକାର। ତାମାନେ ଆମେ ଯଦି ଗୋଟେ ଏକର 25 ଗୁଣ୍ଠ ବୋଲି ଧରିଛେ, ତାହେଲେ ଆମେ ଗୋଟେ ଡବା, ଯୋଉଟା କି ଗୋଟେ ଡବା ମାନେ 1 କେଜି, ତ ସିଏ ଆମକୁ 5 ଗୁଣ୍ଠ ପାଇଁ ଇଏ ଆମର ଉପଲବ୍ଧ ଅଛି। ତ ତାକୁ ଯଦି ଆମେ ବ୍ୟବହାର କରିବା, ତାହେଲେ ଆମେ ପାଇପାରିବା। ତ ଜଳ ସଞ୍ଚୟକୁ କେମିତି ଆମେ ତାର କାର୍ଯ୍ୟବିଧି କେମିତି ତାକୁ କରିବା, ସେ କଣ କାମ କରେ, ଇଏ ଗୋଟେ ସବୁଠୁ ବଡ କଥା। ଆପଣ ଶୁଣିଲେ ଆଜି ଫାଷ୍ଟ ଟାଇମ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଜଳ ସଞ୍ଚୟ ଗୋଟେ ସ୍ପଞ୍ଜ ଭଳି କାମ କରେ। ଯେମିତି ମାଟିରେ ଯେତେବେଳେ ସ୍ପଞ୍ଜରେ ପାଣି ଦିଆହେଲେ ସେ ସ୍ପଞ୍ଜ ତା ପାଣିକୁ ପିଇକିରି ରଖେ, ଇଏ ସେମିତି ଇଏ କଣ କରେ ନା, ଆପଣଙ୍କର ଜଳ ସଞ୍ଚୟ କଣ କରେ ନା, ମାଟି ଭିତରେ ସେ ପାଣିକୁ ପିଇକି ରଖେ। ତ ଯେତେବେଳେ ଦରକାର ପଡେ, ତ ପାଣିକୁ ଏ ମାଟିକୁ ନରମ ନରମ କରେ, ଆଉ ନରମ କରିକି ତା ଭିତରେ ରହିଯାଏ। ଆଉ ତା ସହିତ ଦରକାର ବେଳେ ପୁଣି ମାଟିରୁ ଇଏ ପାଣିକୁ ଛାଡେ। ତ ଯୋଉଥିରେ କି ମାଟି ସବୁବେଳେ ନରମ ହେଇକି ରହେ ଆଉ ଭୁରଭୁରା ହେଇକି ରହେ। ତ ଗଛ ବି କେବେ ଦୁର୍ବଳ ହୁଏ ନାହିଁ। ଏଇଟା ଗୋଟେ ବହୁତ ବଡ କାମ। ତାମାନେ ଆପଣଙ୍କର ମାଟି ବି ସବୁବେଳେ ଓଦା ହେଇକି ରହିଲା,
नंबर वन। नंबर टू, जे माटी भुरभुरा ହେଲା ତ ଆଜି ଡେଟ୍ରେ ଆମେ ଯଦି ଦେଖିବା ଯେ ଆଜିର ଡେଟ୍ରେ ଆମେ ମାକ୍ସିମମ୍ ଜାଗାରେ ଆପଣ ଦେଖନ୍ତୁ ଯେ କୋଉଠି ପ୍ରତ୍ୟେକଙ୍କ ପରିବାରରେ ଯେ ଯୋଉଠି ବି ଚାଷ ହଉଛି ଆପଣ ଦେଖିବେ ତ ସେ ଜାଗାରେ ବର୍ତ୍ତମାନ ହଳ ବଳଦ ପ୍ରାୟ ଦେଖାଯାଉନାହିଁ ଗାଁ ଗହଳିରେ। ତ ସେଠି କଣ ହଉଛି ନା ସେମାନେ ଟ୍ରାକ୍ଟର ବ୍ୟବହାର କରୁଛନ୍ତି କିମ୍ବା ପାୱାର ଟିଲର ବ୍ୟବହାର କରୁଛନ୍ତି ନିଜ ଚାଷ ପାଇଁ। ଆଚ୍ଛା, ଯଦି ହଳ ବଳଦ ଆମ ପାଖରେ ନାହିଁ ତାହେଲେ ଗୋବର ଆଣିବା କୋଉଠୁ? ତ ଆଜି ଡେଟ୍ରେ ଯଦି ହିସାବ କରିବା ଯୋଉମାନେ ବି ଚାଷ କରୁଛନ୍ତି ଆପଣମାନେ ଜାଣୁଥିବେ ଯେ ଗୋଟେ ଟ୍ରିପ୍ ଖତର ଦାମ କେତେ। ତ ବହୁତ, ଏକରେ ଖତର ଦାମ ବି ବହୁତ, ଦୁଇରେ ଆପଣଙ୍କର ପାଣି ଯୋଉ ଦଉଛନ୍ତି, ପାଣି ଦବା ଦ୍ଵାରା ଆପଣଙ୍କର ମଟରର ଖର୍ଚ୍ଚ ବି ଅଛି। ତା ଛଡା ପାଣି ଯୋଉଠି ଆପଣ ଦଉଛନ୍ତି ସେ ଯୋଉ ବୋରିଂ ହଉଛି ସେ ବୋରିଂ ର ବି ଖର୍ଚ୍ଚ ବି ଅଛି। ଏତେ ଗୁଡେ ଖର୍ଚ୍ଚକୁ ଆପଣ ଦେଖିବାକୁ ଗଲେ ତ ଇଏ ଜଳ ସଞ୍ଚୟ ଆମ ପାଇଁ ଗୋଟେ ବହୁତ ବଡ ଆବଶ୍ୟକୀୟ ଜିନିଷ। ତ ତାକୁ ଆମେ ବ୍ୟବହାର କରିକି ଆମେ ବହୁତ କିଛି କରିଦେଇ ପାରିବା। ତ ତା ଛଡା ଇଏ ମାଟିକୁ ନରମ କରୁଛି। ଆଉ ଦ୍ଵିତୀୟ କଥା, ଇଏ ଇଏ ଜଳ ସଞ୍ଚୟ ଏମିତି ଗଛର ଚେର ମାଧ୍ୟମରେ ଆମର ପାଣିକୁ ଗଛକୁ କେବେ ଶୁଷ୍କ କରିବାକୁ ଦଉନି। ତ ଏଥିରେ ଆଉ କଣ ଲାଭ ମିଳୁଛି? ଇଏ ଆପଣଙ୍କର 40 ରୁ 50% ପର୍ଯ୍ୟନ୍ତ ପାଣିକୁ ବଚତ କରୁଛି। ପାଣି ଆପଣଙ୍କୁ ବଞ୍ଚେଇ ଦଉଛି 40% ପର୍ଯ୍ୟନ୍ତ ଆପଣଙ୍କର ପାଣି ତାମାନେ ଆପଣ ଯଦି କୌଣସି ଫସଲରେ ଆପଣଙ୍କର 5 ରୁ 6 ଥର ପାଣି ଦବାକୁ ପଡେ ତାହେଲେ ଇଏ 4 ଥର ପାଣି ଦେଇଦେଲେ ଆପଣଙ୍କର ହେଇଗଲା। ତା ଛଡା 20% ଆପଣଙ୍କର ଉର୍ବରକ ପଦାର୍ଥର ବଚତ କରିବ। ମାନେ ଆପଣଙ୍କର ଯୋଉ ସାର ପକଉଛନ୍ତି, ଆପଣଙ୍କର ଯୋଉ ଖତ ଦଉଛନ୍ତି, ଇଏ 20% ଆପଣଙ୍କର କମ। ତୃତୀୟ କଥା, 15% ଆପଣଙ୍କର ଉତ୍ପାଦନ ବୃଦ୍ଧି ହବ। ଆପଣଙ୍କର ଯୋଉ ପ୍ରଡକ୍ସନ କରୁଛନ୍ତି 15% ବୃଦ୍ଧି ହବ। ଆଉ ସବୁଠୁ ବଡ କଥା ଯେ 25% ଆପଣଙ୍କର ଆୟର ବୃଦ୍ଧି ହଉଛି। ତ 25% ଆୟର ବୃଦ୍ଧି ହଉଛି। ଆଜି ଯଦି ଆମେ 10,000 ଇନକମ କରୁଛେ ଜମିରୁ, ତାର 25% ମାନେ 12,500 ପୁଣି ତାକୁ ଆମେ ଆମେ ଉତ୍ପାଦନ ଆମେ କରିପାରୁଛେ, ଆମ ଇନକମ ଆମେ ବଢେଇ ପାରୁଛେ। ଏକରେ ପାଣି କମ ଖର୍ଚ୍ଚ କଲେ, ପାଣି ପାଇଁ କମ ଖର୍ଚ୍ଚ କଲେ, ଆଉ ଉର୍ବରକ ପଦାର୍ଥ କମ ଦେଲେ, ଆଉ 15%ର ଆମର ବୃଦ୍ଧି ଘଟିଲା, ଆଉ ତା ସହିତ ଇନକମ ବି ଆମେ ବଢେଇ ପାରିଲେ। ତ ଇଏ ଜଳ ଜଳ ଜଳକୁ ବଚତ କରିବାରେ ଇଏ ତାର ବହୁତ ବଡ ଭୂମିକା ଇଏ ରହିଛି। କୃଷି ପାଇଁ ବହୁତ ନିହାତି ଦରକାର। ମାଟିର ଜଳ ଧାରଣ କ୍ଷମତାକୁ ଇଏ ବଢେଇ ଦିଏ, ଯୋଉଥିରେ କି ବାରମ୍ବାର ପାଣି ଦବା ଦରକାର ନାହିଁ। କମ କମ ଥର ଆପଣ ପାଣି ଦେଇକି ମାଟିର କଠୋରତାକୁ କମ ଆପଣ କରିଦେଇ ପାରିବେ। ଆଚ୍ଛା, ଆକୁ ବ୍ୟବହାର କେମିତି କରିବେ? 5 କିଲ ର ଗୋଟେ ଏକର ପାଇଁ ହଉଛି 5 କିଲ। 10 ରୁ 15 ଗ୍ରାମର ଶୁଖିଲା ମାଟି ଆପଣ ନେଇକି ତ ତାକୁ ଯେତେବେଳେ ଆପଣ ମିଶେଇ ଦେବେ ଶୁଖିଲା ମାଟିରେ, 10 ରୁ 15 କେଜି ଶୁଖିଲା ମାଟିରେ, ତ ତାକୁ କଣ କରିବେ ନା ଗୋଟେ ଏକରରେ ତାକୁ ବୁଣି ଦେବେ। ତାମାନେ ଯଦି ଆପଣଙ୍କୁ 15 କେଜି ଆପଣଙ୍କର ଶୁଖିଲା ମାଟି ହଉଛି, ତାମାନେ 3 କେଜି ଶୁଖିଲା ମାଟିରେ ଗୋଟେ ଡବାକୁ ଆପଣ ଗୋଳେଇକିରି ତାହେଲେ ଆପଣଙ୍କର 5 ଗୁଣ୍ଠ ଜମିରେ ଆପଣଙ୍କର ତାକୁ ଦେଇପାରିବେ। ଦେଇ ସାରିବା ପରେ ତାକୁ ଚାଷ କରିବା ନିହାତି ଜରୁରୀ, କାରଣ ଇଏ ଜଳ ସଞ୍ଚୟ, ଇଏ ମାଟି ତଳକୁ ଗଲେ ହିଁ ମାଟି ଚେର ପାଖରେ ଇଏର ଜଳ ଧାରଣା କ୍ଷମତାକୁ ଇଏ ବଢେଇବ। ତାମାନେ ଗଛ ଲଗେଇବା ପୂର୍ବରୁ ଆଗକୁ କିମ୍ବା ମଞ୍ଜି ପକେଇବା ପୂର୍ବରୁ ଆକୁ ପକେଇବା ନିହାତି ଜରୁରୀ। ତ ଆମେ ଶେଷ ଓଡ଼ ଚାଷରେ ବି ଆକୁ ଦେଇପାରିବା। ତା ସହିତ ତାପରେ ଆମେ ମଞ୍ଜି ପକେଇବା। ଆଉ ଲଗେଇବା ପରେ ଯଦି ମାଟିରେ ମାନେ ଓଦା ନଥିବ ତାହେଲେ ଆମେ ଥରେ ପାଣି ଟିକେ ଟିକେ ଛିଞ୍ଚି ଦେଲେ ବି ବହୁତ ଭଲ ହବ, ତାକି ଇଏ ଜଳ ଧାରଣା କ୍ଷମତାକୁ ରଖିବ। ଆଚ୍ଛା, ଇଏ କେତେ ଦିନ ରଖିବ? ଇଏ 6 ମାସ ରଖିବ। ଆପଣ ଥରେ ଦେଇଦେଲେ ଆପଣଙ୍କର ଇଏ 6 ମାସ ପର୍ଯ୍ୟନ୍ତ ଆପଣଙ୍କର ବିଲରେ ଗୋଟେ ଫସଲ ପର୍ଯ୍ୟନ୍ତ ଆପଣଙ୍କର ରହିଯିବ। ଆଚ୍ଛା, ଆସନ୍ତୁ ଦେଖିବା ଇଏ ଇଏ କାମ କେମିତି କରୁଛି ଜଳ ସଞ୍ଚୟ, ତାର ଗୋଟେ ଭିଡିଓ ଆମେ ଦେଖିବା। ତ ତା ଛଡା ଆଉ ଗୋଟେ ଭଲ ଜିନିଷ, ଇଏ ସବୁ ପ୍ରକାରର ଅନାଜରେ ଇଏ କୋଉଠି କୋଉଠି ବ୍ୟବହାର ହେଇପାରିବ? ସବୁ ପ୍ରକାରର ଅନାଜରେ ବ୍ୟବହାର ହେଇପାରିବ, ସବୁ ପ୍ରକାରର ଡାଲିରେ ବ୍ୟବହାର ହେଇପାରିବ। ଆଚ୍ଛା, ସବୁ ପ୍ରକାରର ସବଜି ଯେମିତି ପନିପରିବା ଏସବୁରେ ବି ଆପଣ ବ୍ୟବହାର କରିପାରିବେ। ତ ତା ଛଡା ସବୁ ପ୍ରକାରର ଫଳର ଗଛ, ତ ତା ଦେହରେ ବି 3 ବର୍ଷ ପର୍ଯ୍ୟନ୍ତ ପୁରୁଣା ଗଛରେ ବି ତାକୁ ଆମେ ଆମେ ଦେଇପାରିବା।
ତା ସହିତ ଘରେଇ ଜିନିଷ, ଘରେଇ ଯୋଉ କୁଣ୍ଡ ଆମେ କରୁଛେ, ଯେମିତି ବଜାର ବଜାର ଆପଣଙ୍କର ସହର ବଜାରରେ ଆପଣଙ୍କର ଘର ଯୋଉ କୁଣ୍ଡ ଅଛି, କୁଣ୍ଡରେ ଆପଣ ଦେଇପାରିବେ। ତା ସହିତ ଛାତ ଉପରେ ଯୋଉ ଆପଣଙ୍କର ଗଛ ଲଗାଉଛନ୍ତି ସେଥିରେ ବି ଦେଇପାରିବେ, ନର୍ସରୀରେ ଦେଇପାରିବେ। ଯୋଉଠି ଆପଣ ଯୋଉ ଗଛ ଲଗାଉଛନ୍ତି, ସଡ଼କ କଡ଼ରେ ଯୋଉଠି ଗଛ ଲଗାଉଛନ୍ତି, ସବୁ ଜାଗାରେ ଆପଣ ଦେଇପାରିବେ। ଆଚ୍ଛା, ସବୁଠୁ ବଡ଼ କଥା ଆଜ୍ଞା ଦେଖନ୍ତୁ, ଇଏ କେତେ ଗୁଡେ ମାନ୍ୟକରଣ ଅଲରେଡି ପାଇସାରିଛି। ପୁରା ପୃଥିବୀର ଇଏ ବହୁତ ସାରା ଜାଗାରୁ ଇଏ ମାନ୍ୟକରଣ ପାଇସାରିଛି। ଆପଣମାନେ ଦେଖୁଥିବେ ଇଏ ସବୁ ବହୁତ ବଡ଼ ବଡ଼ ସଂସ୍ଥା ମାନଙ୍କଠୁ ଇଏ ପାଇସାରିଛି। ତା ଛଡ଼ା କେବଳ ଇଏ ଭାରତରେ ନୁହେଁ, ୟା ମାଧ୍ୟମରେ ଆପଣଙ୍କର ବହୁତ ବଡ଼ ଚାଷ କରିପାରିବେ। ପୃଥିବୀର ବଡ଼ ବଡ଼ ଚାଷୀ ମାନଙ୍କ ଭଳି ଆମେମାନେ ଚାଷ ବି କରିପାରିବା। ଇଏ ଆମେରିକାରେ ବି ଇଏ ଚାଷ କରାଯାଉଛି, ମେକ୍ସିକୋରେ କରାହଉଛି, ଫ୍ରାନ୍ସରେ କରାହଉଛି, ପର୍ତ୍ତୁଗାଲରେ କରାହଉଛି, ଉଜବେକିସ୍ତାନରେ ବି କରାହଉଛି, ଆମ ଭାରତରେ ବି କରାହଉଛି, ବାଂଲାଦେଶରେ କରାହଉଛି, ଥାଇଲାଣ୍ଡରେ କରାହଉଛି, ଚୀନରେ କରାହଉଛି, ଜାପାନରେ କରାହଉଛି। ଇଏ ସବୁ ଜାଗାରେ ୟାର ଜଳସଞ୍ଚୟ ଆଉ ଇଏ ସବୁ ତାର ପ୍ରମାଣ ପତ୍ର, ଯୋଉଟା କି ଆପଣଙ୍କର ଇଏ ପ୍ରମାଣ ପତ୍ର, ଇଏ ଚାଇନାର, ଜାପାନର ଦେଖନ୍ତୁ ଇଏ ପ୍ରମାଣ ପତ୍ର, ଇଏ ବିଭିନ୍ନ ଦେଶର ପ୍ରମାଣ ପତ୍ର ଇଏ ଆପଣଙ୍କ ପାଖରେ ଉପଲବ୍ଧ ବି ଅଛି। ତା ଛଡ଼ା ଆଉ ଗୋଟେ ବହୁତ ବଡ଼ କଥା ଆଜ୍ଞା, ଯେ ଇଏ ଜାପାନ ସରକାର ବି ୟାକୁ ଷ୍ଟାର୍ଟଅପ୍ ଜାପାନ ହିସାବରେ ବି ତାକୁ ଧରି ନେଇଛନ୍ତି। ତ ତା ସହିତ ବେଷ୍ଟ ଆୱାର୍ଡ ବି ସବୁ ବହୁତ ସାରା ଜାଗାରେ ଇଏ ବେଷ୍ଟ ଆୱାର୍ଡ ବି, ୟୁକ୍ରେନର ଆୱାର୍ଡ ଆପଣ ଦେଖନ୍ତୁ। ତା ସହିତ ବହୁତ ସାରା ଆୱାର୍ଡ ବି ଆପଣ ଦେଖନ୍ତୁ। ଆମର ପ୍ରଧାନମନ୍ତ୍ରୀ ବି ୟାକୁ ଆପ୍ରିସିଏସନ, ୟାକୁ ପ୍ରଶଂସା ବହୁତ କରିଛନ୍ତି, ଇଏ ଜଳ ସଞ୍ଚୟକୁ କରିଛନ୍ତି। ତା ଛଡ଼ା ବିଲ୍ ଗେଟ୍ସ ବି ୟାକୁ ରେକଗ୍ନାଇଜେସନ ବି କରିଛନ୍ତି। G20 ଆୱାର୍ଡ ବି ପାଇଛି ଇଏ ଜଳ ସଞ୍ଚୟ। ତା ସହିତ ଇଏ ଗୋଟେ ଏଭଳି ଗୋଟେ ଜିନିଷ ଯୋଉଥିରେ କି ବହୁତ ସାରା ଆୱାର୍ଡ ବି ଇଏ ଅଲରେଡି ପାଇଛି। ଆଚ୍ଛା, ଧ୍ୟାନ ଦେବାର କଥା ହଉଛି ଯେ ଆମେ ଯେକୌଣସି ସାର, ଯେମିତିକି ୟୁରିଆ ହଉ କିମ୍ବା DAP ହଉ, ଅନ୍ୟ ରାସାୟନିକ ଉର୍ବରକ ପଦାର୍ଥ ସହିତ ୟାକୁ ମିଶେଇବା ନାହିଁ। ତା ସହିତ ହାତକୁ ଓଦା କରିକି ୟା ଭିତରେ, ଇଏ ଡବା ଭିତରେ ପୁରେଇବା ନାହିଁ, କିମ୍ବା କଣ୍ଟେନରକୁ ଭଲ ଭାବରେ ବନ୍ଦ କରିବା। ଯଦି ଆମେ ଖୋଲିଦେଲେ ତାହେଲେ ତାକୁ ଭଲ ଭାବରେ ବନ୍ଦ କରିବା, ତାକି ତା ଭିତରେ ଥିବା ଜିନିଷ ସିଏ ସୁରକ୍ଷିତ ରହିବ। ଆଉ ଯଦି ଆମେ ଡ୍ରିଲ ମାଧ୍ୟମରେ ଆମେ ଯଦି ପକଉଛେ ତାହେଲେ ଆକୁ ଆମର ଏପଟରେ ତ ସେ ଚାଷ ବି ନାହିଁ। ତ ତା ଛଡ଼ା ଯଦି କ୍ଷେତ ଓଦାଳିଆ ଅଛି, ନରମ ଅଛି, ତାହେଲେ ଶୁଖିଲା ମାଟି ସହିତ ଆମେ ତାକୁ ଗୋଳେଇକିରି ଆମେ ପକେଇବା। ତା ସହିତ କ୍ଷେତରେ ଆମେ ପକେଇବା ସମୟରେ କ୍ଷେତକୁ ଦେଖିକିରି ପକେଇବା, ଯେମିତିକି କ୍ଷେତ ଠିକ ଭାବରେ ରହିଥିବ। ଆଉ ଜଳସଞ୍ଚୟ ମାଟି ଉପରେ ଉପରେ ମାଟି ଉପରେ ଆକୁ ପକେଇବା ନାହିଁ, ୟାକୁ ମାଟି ସହିତ ମିଶେଇ ଦେବା, ମାନେ ଶେଷ ହୋଡ଼ ଚାଷ ସହିତ ଆକୁ ମିଶେଇ ଦେବା। ଆଉ ଆବଶ୍ୟକୀୟ ଅନ୍ୟ ଉର୍ବରକ ଉତ୍ପାଦ ବି ଆମେ ଆଧରେ ବ୍ୟବହାର ବି କରିପାରିବା। ତ ଇଏ ହେଉଛି ଜଳସେଚନ କେତୋଟି ଜିନିଷ ଆମେ ଧ୍ୟାନ ଦେବା। ତ ଆସନ୍ତୁ ଦେଖିବା ତାର ଡେମୋ କେମିତି ଇଏ କାର୍ଯ୍ୟକାରୀ କରୁଛି। यार वीडियो माध्यम रे आपने टिके देखंतु। नमस्कार साथियों, जय आरसीएम। तो आज हम इस वीडियो में बात करेंगे कि जल संचय क्या है, जल संचय कैसे कार्य करता है और जल संचय के क्या क्या फायदे हैं। तो जल संचय क्या है? जल संचय एक 100% ऑर्गेनिक और बायोडिग्रेडेबल, यानी कि 100% जैविक और बायोडिग्रेडेबल उत्पाद है, जो फलों के छिलके जैसे संतरे, केले, शुगर केन, गन्ना इत्यादि के छिलकों से मिलकर के बना हुआ उत्पाद है। जल संचय 1 एकड़ के लिए 5 केजी जल संचय की आवश्यकता होती है। हम बात करेंगे कि जल संचय कैसे कार्य करता है, क्या क्या इसके फायदे हैं। तो ये 2 खेत आपके सामने हैं। अब हम एक खेत के अंदर जल संचय को डाल देते हैं। जल संचय कुछ इस प्रकार का पाउडर जैसा प्रोडक्ट है। 2 चम्मच मैं इसके अंदर मिला देता हूं। जल संचय दिखता कैसा है? कुछ इस प्रकार का जल संचय है, पाउडर जैसा यह एक उत्पाद है। हम जानते हैं कि यह बुवाई से पहले जाने वाला उत्पाद है, तो इसे हमें मिट्टी में पूरी तरीके से मिला देना है। तो यह हमने आखिरी जुताई करी या जब मथाई करी उस टाइम पे हम इसको पूरी तरीके से अच्छे से खेत में मिला दें। मुख्य रूप से बात ध्यान में रखने वाली बात यही है कि यह मिट्टी में अच्छी तरीके से मिल जाना चाहिए। तो यह है हमारे 2 खेत थे। एक खेत में हमने जल संचय को डाला और एक खेत में हमने जल संचय को नहीं डाला। अब इन दोनों ही खेतों में बराबर मात्रा में पानी,
यानी कि 200 तक इनमें मिट्टी थी और 400 तक इनमें दोनों ही खेतों में हम पानी डाल देते हैं। जी, खेत के अंदर पानी को डाल दिया है, पहला पानी खेत को मिल गया है। अब यह क्या करेगा, जल संचय अब अपने वजन का 50 गुना से अधिक पानी को अवशोषित करेगा। अभी जैसा आप फर्क देख सकते हैं, जिस खेत में हमने जल संचय को नहीं डाला था वह पानी पूरा जब नीचे तक आ गया है, बल्कि जिस खेत में हमने जल संचय को डाला था वह धीरे 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 पानी को पी रहा है। अब हम इसको मिला देते हैं थोड़ा सा और, जिससे आप लोग आसानी से देख सकें कि कैसे यह कार्य कर रहा है। हमने इसको पूरी तरीके से मिला दिया। अब उसी प्रकार से मैं इस खेत में भी पूरा मिला देता हूं। तो इस मिट्टी ने अपने अंदर पानी को पूरा पकड़ के रख लिया। और दूसरी चीज, जहां पर इसका मिट्टी का जो लेवल है वो 200 तक है, वहां पर इस खेत की मिट्टी का जो लेवल है वो 300 से भी ज्यादा हो गया है। इसके फायदे क्या हैं, उनको अब हम जान लेते हैं। जैसा कि इस मिट्टी ने अपने अंदर पानी को पकड़ के रख लिया है, तो और इस मिट्टी के अंदर जो जल है वो ऊपर पड़ा हुआ है। अब इस खेत के अंदर का जो पानी है वो धीरे धीरे बह जाएगा या उड़ जाएगा, बल्कि इस खेत के अंदर जल संचय ने पानी को पकड़ के रख लिया है। तो जहां पर आप 7 दिन 5 दिन के अंदर पानी दे रहे हैं, वहां पर अगर आप 7 दिन के अंदर अगर आप पानी दे रहे हैं तो वहां आप 10 से 12 दिन तक ही सिंचाई कर सकते हैं। क्यों? क्योंकि जो जल है, जो मिट्टी है, उसमें नमी को बना करके जल संचय रख रहा है। दूसरी चीज, जो यह खेत है, जब यह लीचिंग होगी, पानी बहेगा या उड़ेगा, तो यह अपने साथ फर्टिलाइजर को भी लेके जाएगा। लेकिन जो जल संचय वाला खेत है, जिस प्रकार से उसने पानी को पकड़ा है उसी प्रकार से उसने जो खाद है उसको भी पकड़ के रख लिया है। तो यहां पर आपकी 20 से 30% तक जो खाद है उसमें भी आपकी बचत हो जाएगी। तीसरी चीज, जो जल संचय है, यह ना केवल पानी को होल्ड करके रख रहा है, ना केवल पानी को पकड़ के रख रहा है, इसके पास खुद के ऑर्गेनिक कार्बन, ऑर्गेनिक मैटर और माइक्रोन्यूट्रिएंट भी उपलब्ध हैं, जो मिट्टी को और अधिक पोषक बनाते हैं। जब आपकी मिट्टी भुरभुरी हो रही है, फूल रही है, जब आपकी मिट्टी में नमी है, जब आपकी मिट्टी के पास खाद उपलब्ध है, तो जाहिर सी बात है, जब आपकी मिट्टी फूली है तो उसके अंदर एरिएशन बनेगा। जब हवा है, पानी है, पोषक तत्व उपलब्ध है, तो जो उत्पादन है वह अपने आप बढ़ जाएगा। तो जल संचय को डालने से यह भी देखा गया है कि 20% तक आपको उत्पादन में भी लाभ मिलेगा। आपके खेत की जो मिट्टी है उसको भी सुधार रहा है। जल संचय उस मिट्टी को भी जो भुरभुरा करने में आप लोगों की मदद कर रहा है। तो ये जल संचय एक ऐसा रामबाण उपाय है जिसे एक फसल चक्र में, यानी 6 महीने के अंदर हमें एक बार डालना है। तो इस प्रकार से जल संचय कार्य करता है। इस प्रकार से जल संचय हम सभी के लिए लाभदायक है। तो आप सभी लोग जल संचय का इस्तेमाल करें और खुद जल संचय के लाभ देखें। धन्यवाद। तो ये आपण देखिले कि जल संचय केमती काम करुची। तो गोटे थर देदेले 6 मास आपनकर पळी जाउची। केते एग्जांपल आपण देखंतु, ये पियाज चाष जो करा जायची से जल संचय रे पानी कम खर्च होची, आ ता सहित उत्पादन भी 17 रु 37% तांकर वृद्धि भी हेची। ये चाषी जे कि से कहवा कथा जे हमीरपुर उत्तर प्रदेश से कहवा कथा जे आगुरी जो पियाज चाष से माने करुले, जेतिकी पानी दउथले, एबे पानी कम देकी भी अधिक अमल से करि पारचंदी। आ ता सहित टमाटो चाष भी सेठी भी से भी परीक्षा करा हेची, से भी 14% रु अधिका आपणकर उत्पादन वृद्धि पाउची। 30 रु 40% पानी कम खर्च होची। से भी कहवा कथा जे गोवर्धन प्रजापत से चित्तौड़गढ़ राजस्थान से कहवा कथा जे वर्तमान जो टमाटो रो क्वालिटी बाहरुची, ये बहुत चिकन बाहरुची, बहुत बढ़िया बाहरुची। ता सहित गहम चाष भी देखा जाउची जे 12% रु 16% अधिक उत्पादन होची। आ ता सहित पानी भी कम, 11% 11.9 रु 21.8 पानी भी एथरे कम खर्च होची। तो ये गहम जो माने से भी देखिले जे जोठी कि आगुरु 6 थर पानी दबाको पड़ुला, एबे एते थर पानी दबाको पड़ू नाही। अमल भी बहुत बढ़ला, 15% रु 16% रो अधिक अमल भी होची। सेमती मुग फसल भी देखा होची, मुग फसल भी 50% ग्रोथ हो जाउची। आ ता सहित पानी भी कम लागुची। जोठी कि ये जड़े चाषी बुढ़ा भाई बोली, ये आमर गुजरात रो
ये आंक कहवा कथा जोटी 15 थर से पानी देकरी 100 क्विंटाल से पाउथले जो जमी रे मुग, तो ये वर्तमान एते थर पानी न देकरी एते थर पानी न देकरी तो से कम 8 ରୁ 10 ଥର से पानी देकरी 150 ରୁ 160 किलो मुग पाउଛନ୍ତି। ମାନେ ଦେଖନ୍ତୁ ଏଠି 15 ଥର ପାଣି ପାଣି ଦଉଥିଲେ 100 କିଲୋ ସେ ପାଉଥିଲେ ମୁଗ ପାଉଥିଲେ, ତ ଏଠି ଆପଣଙ୍କର ଦେଖନ୍ତୁ 150 ରୁ 160 କିଲୋ ସେ ପାଉଛନ୍ତି, କିନ୍ତୁ ପାଣି ଦେଇଛନ୍ତି ମାତ୍ର 8 ରୁ 10 ଥର ପାଣି ଦଉଛନ୍ତି। ତ ଇଏ ଆପଣ ଦେଖନ୍ତୁ ଇଏ ଆପଣଙ୍କର ଗାଜରରେ ବି ସେମିତି ଉତ୍ପାଦନ ବି ଅଧିକା, ପାଣି ବି କମ ଖର୍ଚ୍ଚ, ଇଏ ବି ଚାଷୀ। ତ ଏଠି ବି ଆପଣ ମକାରେ ବି ସେୟା। ତ ଇଏ ଏଥିରେ ଭେଣ୍ଡିରେ ବି ଦେଖୁଛି, ଭେଣ୍ଡିରେ ବି ଅଧିକ ଅମଳ, କମ ପାଣି ଦ୍ୱାରା ବି ଅଧିକ ଅମଳ, ଇଏ ସବୁ କରାହଉଛି। ଆଳୁ ଚାଷରେ ବି ସେ ବର୍ତ୍ତମାନ ଦେଖାହଉଛି ସେଇ ସେଇ ପ୍ରକାରର ଅଧିକ ଅମଳ ଆସୁଛି ଆଉ କମ ପାଣି ଦିଆହଉଛି। ତ ଇଏ ମାଧ୍ୟମରେ ଆମେ ବହୁତ ସାରା ଦେଖିପାରୁଛେ ଯେ ଯୋଉଥିରେ କି ଆମେ ଜଳ ସଞ୍ଚୟ ମାଧ୍ୟମରେ ଆମେ ଅଧିକ ଉତ୍ପାଦନ ତ ଆମେ ପାଉଛେ, ତା ସହିତ କମ ପାଣି ଆମେ ଖର୍ଚ୍ଚ କରୁଛେ। ତ ମୋର କହିବା କଥା ହଉଛି ଏଇଆ ଯେ ଆମେ ପୃଥିବୀର ବଡ଼ ବଡ଼ ଚାଷୀମାନେ ଯୋଉ ପଦ୍ଧତିକୁ ଆପ୍ଲାଏ କରିକି ଆଜି ତାଙ୍କର ଅମଳକ୍ଷମକୁ ବଢ଼େଇ ସାରିଲେଣି, ତ ଆମେ ଯଦି ଆମ ଚାଷୀ ଭାଇମାନଙ୍କୁ ଆମେ ଯୋଗାଇ ଦେଇପାରିବା, ତ ଏକରେ ଗୋଟେ ସେବା କାର୍ଯ୍ୟ ବି ଆମେ କରିଦେଇ ପାରିବା, ତାଙ୍କର ଇନକମରେ ବୃଦ୍ଧି ଆମେ ତାଙ୍କୁ କରିଦେଇ ପାରିବା, ପ୍ରଥମ କଥା। ଆଉ ଦ୍ୱିତୀୟ କଥା ହଉଛି ତାଙ୍କର ଯେହେତୁ ଇନକମ ତ ବଢିବ, ତା ସହିତ ପାଣି ବି ଖର୍ଚ୍ଚ ତାଙ୍କର କମ ହବ। ତ କମ ଖର୍ଚ୍ଚରେ ଅଧିକ ଅମଳ କରିବାରେ ଆମେ ତାଙ୍କୁ ସହଯୋଗ ବି କରିପାରିବା। ଇଏ ଯୋଉ ଅଭିଯାନ ଆମର RCM ଅଭିଯାନରେ ଆମେ ମାନେ ଆଗକୁ ବଢୁଛେ, ତ ତା ମାଧ୍ୟମରେ ଆମେ ବହୁତ ଲୋକଙ୍କର, ବହୁତ ଚାଷୀ ମାନଙ୍କର ବି ମଙ୍ଗଳ ଆମେ କରିଦେଇ ପାରିବା। ତ ସେଥିଲାଗି ଆଜି ଆସନ୍ତୁ ଆମେ ମାନେ ସମସ୍ତେ ମିଶିବା, ଇଏ ଜଳ ସଞ୍ଚୟ ବିଷୟରେ ଆମେ ପ୍ରଚାର ପ୍ରସାର କରିବା। ତ ୟା ଦ୍ୱାରା ଆମେ ବହୁତ ବଡ଼ ଲାଭବାନ ବି ହେଇପାରିବା। ତ ତା ଛଡ଼ା ଯୋଉଠି ବି ଆମର ଅଧିକ ଅଧିକ ଚାଷୀ ଆମେ ଯଦି ଡିସ୍କସନ ମାଧ୍ୟମରେ ଆମେ ଜାଣିବା ଯେ ସେମାନଙ୍କୁ ଆମେ ଇଏ ଜଳ ସଞ୍ଚୟକୁ ତାଙ୍କ ପାଖରେ ଇନଭଲ୍ଭ କରିବା ପାଇଁ, ତାଙ୍କୁ ବୁଝେଇବା ପାଇଁ, ଡାଇରେକ୍ଟ ଡେମୋ ତାଙ୍କୁ ଦେଖେଇବା ପାଇଁ ଯଦି ମୋର ବି ସହଯୋଗ ଆପଣ ଚାହୁଁଛନ୍ତି, ତାହେଲେ ମୁଁ ବି ଫିଜିକାଲି ଯିବାକୁ ପ୍ରସ୍ତୁତ ଅଛି। ତ ଏବେ ଯେମିତି 15 ତାରିଖ ଚାନ୍ଦ ସାର୍ଙ୍କର ମୋର ବି ଯାଉଛୁ, ବିଲହାଟ ଯାଉଛୁ, ସେପଟରେ ପାଇଲୁ ଯାଉଛୁ। ତ ଇଏ ସବୁ ଜାଗାରେ ଜଳ ସଞ୍ଚୟର ଡାଇରେକ୍ଟ ବି ସେଠି କାର୍ଯ୍ୟକ୍ରମ ହବ। ତ ଆପଣମାନେ ବି ୟାର ଭରପୁର ସୁବିଧା ନବା ପାଇଁ, ଭରପୁର ଲାଭ ନବା ପାଇଁ ଚେଷ୍ଟା କରନ୍ତୁ, ତାକି ଅନ୍ୟର ବି ଲାଭ ଆପଣ କରିପାରିବେ। ତ ଆମ ଭିତରେ ସାର୍ ଅଛନ୍ତି, ଚାନ୍ଦ ସାର୍ ଅଛନ୍ତି, ଆମେ ତାଙ୍କୁ ଇନଭାଇଟ୍ କରିବା। ତ ଆପଣଙ୍କ ଜୋରଦାର ତାଳି ସହିତ ଇନଭାଇଟ୍ କରୁଛି ସାର୍ଙ୍କୁ। ସାର୍ ୱେଲକମ୍। हाँ, थैंक यू, बहुत बहुत धन्यवाद। नमस्कार आरसीएम रो माने गोटे धमाका प्रोडक्ट्स इंट्रोड्यूस करूची। जोता गोटे तो यूनिक जोता गोटे इंट्रोड्यूस करले सेटा तो माने सांघातिक भावे तार माने सेल हो। ता छड़ा ये जल संचय माने ये जो कॉन्सेप्ट, ये जो प्रोडक्ट, ये गोटे रिवोल्यूशन आनिबो, माने जहा को आंदोलन आनिबो। कारण विशेष करी जेतेबेले माने मनसून रो वर्षा पाग रो जेमतिका परिस्थिति थर थर होउची, आमर पानी अभाव, विशेष करी गाँ गंडे जो प्रकार परिस्थिति सब हो, आम तो गाँव आमर घर आम देखीचु केमती पानी अवस्था जो समस्या हुए। तो ये गोटे एडे बड़ समस्या समाधान सूत्र, किंतु प्रचार प्रसार दरकार। आमर हाथ में पड़ुची प्रसार प्रोडक्ट तो टीसीजी माने भाभी चिंती गोटे गोटे गवेषणा कर गोटे प्रोडक्ट इंट्रोड्यूस करछंती। आमर काम है लोकों पाखे पहुंचेबा। आम काम आम जदि लोकों पाखे पहुंचेबा तेबे कौन हम, लोकंर उपकार हम, देशर उपकार हम। गाँ गाँ लोक मानकर जो समस्या तार समाधान हम, चाषी भाई मानकर समस्या समाधान हम, आमर समस्त इनकम हम। जेन्युइन परिश्रम करी आमे रोजगार करि परिबा। तेणु प्रचार प्रसार आमको बहुत मीटिंग करिया पड़ियो, बहुत जूम मीटिंग करिया पड़ियो।
ଗାଁ ଗାଁରେ ଆପଣ ମାନେ ପ୍ରୋଗ୍ରାମ ସବୁ କରନ୍ତୁ, ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ଏ କନସେପ୍ଟ ଟାକୁ। ଆଜି ଯୋଉମାନେ ବସିଛନ୍ତି ସେମାନେ ଯାହା ଶତପତି ବାବୁ ତ ବହୁତ ବଢିଆ କରି ବୁଝେଇଲେ, ତଥାପି ମୁଁ ସନ୍ଦେହ କରୁଛି କିଛି ଆପଣ ମାନେ କମ୍ପ୍ଲିଟ ଭାବେ କ୍ଲିୟର କେତେ ଜଣ ହେଇପାରି ନଥିବେ। ତେଣୁ ଏଇ ଯୋଉ ଭିଡିଓଟାକୁ ଶତପତି ବାବୁ ଯେତେବେଳେ ପୋଷ୍ଟ କରିବେ ତାକୁ ବାର ବାର ଦେଖିବାକୁ ଚେଷ୍ଟା କରନ୍ତୁ। ଭିଡିଓ ତ କମ୍ପାନୀର ବହୁତ ଅଛି, କିନ୍ତୁ ସୁନ୍ଦର ଭାବେ ଓଡିଆରେ ଯେମିତି ବୁଝେଇ ଦେଇଛନ୍ତି। ତେଣୁ ଆପଣ ମାନେ ବାର ବାର ଦେଖନ୍ତୁ, ବୁଝନ୍ତୁ, ଆଉ ଫୋନ କରନ୍ତୁ ନିଜ ଗାଁରେ ଜଣାଶୁଣା ଲୋକଙ୍କ ସହିତ ଫୋନ କରନ୍ତୁ। ୟୁନିକ୍ ପ୍ରଡକ୍ଟକୁ ସମସ୍ତେ ମାନେ ବହୁତ ଖୁସି ହେଇଯିବେ। ଆଉ ଚାରିଆଡେ ମିଟିଂ ଅର୍ଗାନାଇଜ କରନ୍ତୁ। ଶତପତି ବାବୁ ଯିବେ, ଆପଣ ମାନେ ମଧ୍ୟ ଟ୍ରେଣ୍ଡ ହେଇଯାଆନ୍ତୁ, ଆପଣ ମାନେ ମଧ୍ୟ କରନ୍ତୁ। ଜଣେ ଲୋକ କଣ ପାରିବେ କି? ଏକା ଶତପତି ବାବୁ କଣ ପାରିବେ କି? ନା ମୁଁ ବି ଏକୁଟିଆ କେତେ ସାହାଯ୍ୟ କରିପାରିବି? ତେଣୁ ଆପଣ ମାନେ ସବୁ ଡୁପ୍ଲିକେଟ ହେଇଯାଆନ୍ତୁ। ଡୁପ୍ଲିକେଟ ମାନେ ସେଇଭଳି ପୁରା କନସେପ୍ଟ ଟାକୁ କ୍ଲିୟର ହେଇଯାଆନ୍ତୁ, ଆଉ ମିଟିଂ ଆରମ୍ଭ କରିଦବା। ଚାରିଆଡେ ଚାରିଆଡେ ମିଟିଂ ଆରମ୍ଭ କରିଦବା। ଦେଖିବେ ଆପଣଙ୍କର ସବୁ ମାନେ ବହୁତ ଶୀଘ୍ର ପିନ୍ ଆଚିଭମେଣ୍ଟ କରିବେ। ବହୁତ ଶୀଘ୍ର ପିନ୍ ଆଚିଭମେଣ୍ଟ କରିବା ପାଇଁ ଯୋଡେ ହଟ୍ ପ୍ରଡକ୍ଟ, ସେ ଜୋତାର ଆଉ ଇଏ ଜଳ ସଞ୍ଚୟର ପ୍ରଡକ୍ଟ। ଏଇ ମୁଁ ତ ନିଜେ ନିଜେ ଏକଥା ଭାବିକିରି ମୁଁ ବହୁତ ଟେନସନ ହଉଛି କେମିତି ଭାବରେ ଏକୁ ପ୍ରଚାର କରିବା। ଆପଣ ମାନେ ଯଦି ସେଇଭଳି ଟେନସନ ହୁଅନ୍ତି, ମୋର ପ୍ରକୃତି ତ ଟେନସନ ହବା, ସେଇ ଟେନସନ ରୁ ହିଁ ତ ଟେନସନ ଟିକେ ନହେଲେ ସିଏ ମାନେ ବ୍ୟସ୍ତତା ଯଦି ନ ଆସିବ, ବ୍ୟସ୍ତତା ଭିତରେ ଯଦି ନ ଆସିବ ତାହେଲେ ଆଗେଇ ହବନି। ଭିତରୁ କିଏ ଗୋଟେ ଠେଲିବ, ସେଇଟା ଏଇଟା କେମିତି କରିବା, କେମିତି ଲୋକଙ୍କ ଘରେ ପହଞ୍ଚିବା, କେମିତି ସବୁ ବୁଝେଇବା, ଏଇ ଭାବନା ଯେମିତି ଆସିବା ଦରକାର। ଠିକ ଅଛି, ଦେଖାଯିବ ଆପଣ ମାନଙ୍କର ସବୁ କେମିତି ଭାବରେ ଆଗ୍ରହ ଦେଖାଯିବ। ସବୁ ଆଗ୍ରହ ଉତ୍ସାହ ହବ ନିର୍ଭର କରେ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ओके सर, थैंक यू सर, बहुत बहुत धन्यवाद सर। सर एक्चुअली आपण ठीक कहले, कारण ये जेहेतु माटी तले दिया जीवो गछ लगेଇବା ପୂର୍ବରୁ ବା ମଞ୍ଜି ଲଗେଇବା ପୂର୍ବରୁ ଦରକାର। ବର୍ତ୍ତମାନ ଧାନ ଚାଷ ଅଲରେଡି ସରିଗଲାଣି, ତ ଯୋଉ ଚାଷ ବର୍ତ୍ତମାନ ଚାଲିଛି ନୂଆ କୌଣସି ଫସଲ କରିବା ପାଇଁ, ତ ସେ ସମୟରେ ମଞ୍ଜି ଲଗେଇବା ପୂର୍ବରୁ ଇଏ ଦରକାର। ତ ଇଏ 15 ଦିନ ଭିତରେ ତାକୁ ଯଦି ଆମେ ପ୍ରସାର ପ୍ରଚାର ଯଦି ନ କରିବା, ତାହେଲେ ଇଏ କୌଣସି କାମକୁ ଆସିବ ନାହିଁ। ତ ଆମେ ଲୋକଙ୍କୁ ଦେଖେଇବା ପାଇଁ, ପରୀକ୍ଷା କରିକି ଦେଖେଇବା ପାଇଁ, ଯଦି ଗୋଟିଏ ଗୋଟିଏ ଡବା ଆମେ ନେଇଯିବା, ସପୋଜ ଗୋଟେ 10 ଗୁଣ୍ଠ ଜମିରେ ଆମେ ଅଧା ଜଳ ସଞ୍ଚୟ ବ୍ୟବହାର କରିବା ଆଉ ଅଧା ପକେଇବା ନାହିଁ, ତ ସେଇଠି ଆମେ ଫରକଟା ଜାଣିପାରିବା ଯେ ମାଟି କେମିତି ଓଦା ରହୁଛି, ମାଟିରେ କେମିତି କମ ପାଣି ଲାଗୁଛି, କେମିତି ଉର୍ବର ହଉଛି, ଅଧିକ ଅମଳ କେମିତି ହଉଛି, ଆମେ ନିଜେ ଜାଣିପାରିବା। କିନ୍ତୁ ସେଥିପାଇଁ ଗଛ ଲଗେଇ ସାରିବା ପରେ ଇଏ କୌଣସି କାମକୁ, ଆପଣଙ୍କର ମାଟି ଉପରେ ପଡ଼ିଲେ ଇଏ ବିଶେଷ କିଛି କାମ ଦବନି। କାରଣ ଗଛର ଚେର ହଉଛି ମାଟିର ତଳେ, ତ ମାଟିର ତଳେ ଯଦି ଚେରଟା ରହିଲା, ତ ପାଣିଟା ଦରକାର, ତ ଚେରକୁ ଦରକାର, ଉପରକୁ ତ ଦରକାର ନାହିଁ। ତ ସେଥିଲାଗି ଏବେ ଆଳୁ ଚାଷ ଆରମ୍ଭ ହେଇଯିବ, କୋବି ଚାଷ ଆରମ୍ଭ ହେଇଯିବ, ବାଦାମ ଚାଷ ଆରମ୍ଭ ହେଇଯିବ, ମୁଗ ଚାଷ ଆରମ୍ଭ ହେଇଯିବ। ତ ପ୍ରତ୍ୟେକ ଚାଷ ବର୍ତ୍ତମାନ, ଫସଲ ଚାଷ ବର୍ତ୍ତମାନ ଆରମ୍ଭ ହେଇଯିବ। ଆଉ ଯୋଉଥିପାଇଁ ଇଏ ଆମ ପାଇଁ ଏ ଯୋଉ ଜଳସଞ୍ଚୟ ନିହାତି ଜରୁରୀ। ତ ଜଳସଞ୍ଚୟ ଦ୍ୱାରା ଆମେ ବହୁତ ଭଲ, ବହୁତ ସାରା ଜାଗାରେ ଆପଣ ଦେଖିଥିବେ ଯେ ଗଜାମରୁଡି ବି ହେଇଯାଏ, ଗଛ ଉଠିକି ବି ମରିଯାଏ। ତ ସେଥିଲାଗି ଇଏ ଜଳସଞ୍ଚୟକୁ ଯଦି ଆମେ ବ୍ୟବହାର କରିବା, ତାହେଲେ ଇଏ ପୁରା ପୃଥିବୀର ବହୁତ ବଡ଼ ବଡ଼ ଚାଷୀମାନେ ତାକୁ ବ୍ୟବହାର କରୁଛନ୍ତି। ଆଉ ଆମେମାନେ ବି ପୁରା ପୃଥିବୀର ବଡ଼ ବଡ଼ ଚାଷୀମାନଙ୍କ ଭଳି ବି ଆମେ ନିଜେ ହେଇପାରିବା। ତ ଏଥିଲାଗି ଆପଣମାନେ ନିଜେ ପ୍ରିପେୟାର ହୁଅନ୍ତୁ। ଆଉ ଯୋଉମାନେ ବି ସାର୍ ବସିଛନ୍ତି, ତ ଆଜି ତ ସମୟର ଅଭାବ ଅଛି, ଆମେ କାଲି ସକାଳୁ ବି ଗୁରୁକୁଳରେ ଆମେ ବସିକି ଗୁରୁକୁଳ ପରେ ବି ଏ ବିଷୟରେ ଆମେ ଡିସ୍କସନ୍ କରିପାରିବା। ଆଜି ସମୟର ବହୁତ ଅଭାବ ଅଛି, ତ ମୁଁ ଆଉ ଯୋଉ ଗୋଟିଏ ମିନିଟ୍ ସମୟ ଅଛି, ମୁଁ ତା ଦେହରୁ ହାଫ୍ ମିନିଟ୍ ଅମିୟ ବାବୁଙ୍କୁ କହୁଛି ଯେ ଆପଣଙ୍କର ମତାମତ ଆପଣ ଦିଅନ୍ତୁ, ମିଟିଂକୁ ଶେଷ କରନ୍ତୁ। ହଁ ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର, ସମସ୍ତଙ୍କୁ ଜୟ ଆସନ। ଆଉ ଯୋଉ ଜଳସଞ୍ଚୟ ଉପରେ କହିଲେ, ତାପରେ ଗୋଟେ ବହି ତିଆରି କଲେ ଭଲ ହୁଅନ୍ତା ସାର୍, ଏ କଥା। ତାପରେ ଯୋଉ ମୁଗ ଅମଳ ହଉଛି, ଏଟା ମୁଗରେ ପାଣି ଦିଆଯାଏନି, ମୁଗ ଫଳି ଯୋଉ ଗୋଟେ କୁହାଯାଉଛି ବାଦାମ, ସେଇଟାରେ ହିଁ। ତ ବୋଲି ମୁଁ ଜଣେ ଚାଷୀଙ୍କ ସହିତ ଆଜି ଫେରିଲା ବେଳେ କଥା ହଉଥିଲି, କହିଲା ହଉ ଦେଖିବା ଏ ଉତ୍ସାର କଥା। ତେଣୁ ମୁଁ ତ ତାକୁ ନିଜେ ବ୍ୟବହାର କରିନି, ତାକୁ କରିଦେବି, କିନ୍ତୁ ମୋ ପାଖରେ ତ ପ୍ରଡକ୍ଟ ଯୋଉଟା ଥିଲା ସରିଯାଇଛି ଅଲରେଡି, ନେଇଯିବ ସେ। ତେଣୁ ଆସିଲେ ତାକୁ ବ୍ୟବହାର କରିବି।
ଏବଂ ତାପରେ ଆସୁଛନ୍ତି, ସେଥିପାଇଁ ଚାଷୀ ମାନଙ୍କ ଲାଗି ଗୋଟେ ଆୟୋଜନ 2ଟା ଜାଗାରେ ବି କରାହଉଛି। ମୁଁ ତ ସେଥିପାଇଁ 2ଟା ମିଟିଂ ଲାଗି ଗୋଟେ ଓଳି ସେଠିକି ଯାଉଛି, ଗୋଟେ ଓଳି ଏଠିକି ମଧ୍ୟ ଯାଉଛି।